महाराणी आम राज्य किंतु एटा होछि आम घर एटा एटा तम घर हाँ महाराणी कौन करिबि कहलो आखि भलो थिला बेले दिनटे भी तो आसी पाले आज आज चंदा आखिटा भी चली जाइछि घरटाको देखा पर जेते इच्छा थिले भी छाड़ो नहीं महाराणी आपणको आखि चली जाइछे सत हेले मु चेष्टा करिबि निश्चय चेष्टा करिबि जेमिति आपणको दृष्टि शक्ति फेराई आनिबे पाई आउ कोन हो आखि फेरेबो निश्चय महाराणी ए दुनिया रे कोटा असंभव नह ताहा पाई सही कालिया ठाकुर अछंती महाराणी तबे सत्य कहछ महाराणी बाकी भलो हिचे निश्चय महाराणी ओडी धरे दुनिया को देखि निश्चय महाराणी से कालिया चाहिए से माँ खंडेश्वरी जदि चाहिए ताहले आपण निश्चय निश्चय दृष्टि शक्ति फेरी पाइबे आमे मो पुआ दुई जण भी जाइछंती से मणिर संधान रे से माननको अपेक्षा करिबा से माने आसिले तापरे आपणक व्यवस्था करिबा ठीक अछि मंत्री ठीक अछि महाराणी एठी आपण किछि समय विश्राम ठीक अछि हे माँ खंडेश्वरी आज पुणी ए दृश्य देखिबार थिला महाराणी को आखिर जमा छवि हो सियाड़े मो दुई पुआ जाइछंती जे ए पर्यंत फेरी नाही हे माँ खंडेश्वरी मो दुई पुओंकु भलरे भलरे फेरे आनो माँ भलरे भलरे फेरे आज की प्राय 15 दिन हो गला कौन खाऊ खोज खबर भी ना से माने पर्यंत फिरनांती कहीं मो मनटा पूरा व्याकुल हो पड़ा मु आसी जाइथा आपन कोठू बापा ए बापा विकास बापा हाँ बापा मु आसी जाई आपन को जेति बेले मु कथा देखिली आपन कथा मु रक्षा करछि बापा हाँ बापा तू विकास हेले सांगरे तो दुई भाई जाइथिलु सेठी से पटे रहि गला आपन के पटे रहि गली हेले आपन को जो कथा देथिलु आमे से कथा मु निश्चय पूरण कर लीछि एही देखंतु पुआ मु आखि को जमा विश्वास कर पारु
ସତରେ ତୁ ବାବା ମଣିନାଗେଶ୍ୱର ମଣିକୁଲି ତୁ ଆସିଛୁ? ହଁ ବାବା, ଆପଣଙ୍କୁ କାହିଁକି ମୁଁ ମିଛ କହିବି? ଆପଣ ପରା ମୋର ସବୁ କିଛି। ଯେତେବେଳେ ମୋ ମା ଚାଲିଗଲେ ସେଇଦିନଠୁ ଆପଣ ମୋର ଲାଲନ ପାଳନ କରି ଏଡ଼େଟେ କରିଛନ୍ତି। ପୁଅ, ହଁ, ତୁ ଯେତେବେଳେ ମଣି ନେଇକି ଆସିଛୁ ତୁ ନିଶ୍ଚୟ ରାଜକୁମାରୀକୁ ବାହା ହେବୁ। ଆଉ ଯେତେବେଳେ ଏ ମଣି ଆସିଛି ମାନେ ନିଶ୍ଚୟ ମହାରାଣୀ ଭଲ ହେଇଯିବେ। ଠିକ ଅଛି ବାପା, ଆପଣ ଏଇ ମଣି ନେଇକି ମହାରାଣୀକୁ କେବେ ଆଉ ମୋ କଥାରେ କେବେ ପୁଣା କରିବେ ନା ହେଲା। ଯେମିତି ମୁଁ ଆପଣଙ୍କୁ କଥା ଦେଇଛି ମାନେ ସେମିତି ମୋତେ ରାଜକୁମାରୀକୁ ବାହା କରିଦେବେ। ବାପା ବିକାଶ, ତତେ ମୋର ଗୋଟେ କଥା ରଖିବାକୁ ପଡ଼ିବ। କୋଉ କଥା କହିବ? ବାପା, ଯେତେବେଳେ ତୁ ଏ ମଣି ନେଇକି ଆସିଛୁ ହଁ ମହାରାଣୀଙ୍କ ମାନ ସମ୍ମାନକୁ ବି ରଖିବାକୁ ପଡ଼ିବ। ଠିକ ଅଛି ବାପା। ମହାରାଣୀଙ୍କର କ'ଣ ହେଇଛି ଜାଣିଛୁ? କଣ ହେଇଛି ବାପା? ସେ ମହାରାଣୀ ବର୍ତ୍ତମାନ ଆମରି ଘରେ ଅଛନ୍ତି। ଆମରି ଘରେ ପୁଣି ଏଡ଼େ ବଡ଼ ରାଜମହଲ ଥାଉ ଥାଉ ପୁଣି ଆମ ଗରିବକୁ ଘେରି? ହଁ ବାପା ବିକାଶ, ମହାରାଣୀ ବର୍ତ୍ତମାନ ବିପଦରେ ଅଛନ୍ତି। କୋଉ କଥା କହୁଛ ବାପା? ଶୀଘ୍ର କୁହ, ଆପଣ ଫେରିକି କୁହନ୍ତୁ ନା। ବିକାଶ, ହଁ, ମହାରାଣୀକୁ ସେଇ ରାକ୍ଷସ ଅଘୋରୀ ଅନ୍ଧୁଣୀ କରିକି ଚାଲି ଯାଇଛି। ହଁ, ଆଉ ମୁଁ ବାଟରେ ଯାଉ ଯାଉ ଦେଖିଲି ମହାରାଣୀ ଭିକ ମାଗୁଥିଲେ। ତାହେଲେ ଯିବା ମହାରାଣୀକୁ ଶୀଘ୍ର ଦେଖିବା ବାପା। ଆସ ଆସ, ତାଙ୍କର କେମିତି ଅବସ୍ଥା ହେଇଛି ଆମେ ଶୀଘ୍ର ଦେଖିକି ସେଇ ରାକ୍ଷସକୁ ନିଶ୍ଚୟ ଦଣ୍ଡ ଦେବା ବାପା। ଠିକ ଅଛି ବାପା। ମନ୍ତ୍ରୀବର, ମହାରାଣୀ, କିଏ ଆସିଛି କି ମନ୍ତ୍ରୀବର? ରାଜମାତା, ଏଠି ମୋ ପୁଅ ବିକାଶ ମଣି ନେଇକି ଆସିଛି ମହାରାଣୀ। ରାଜମାତା, ତମେ ହଁ ମୁଁ ତୁମର ସେଇ ବିକାଶ। ତମେ ସତ କହୁଛ? ବିକାଶ, ହଁ ତମେ ମଣି ଧରିକି ଆସିଛ? ରାଜମାତା, ଆପଣ ମୋର ପ୍ରଣାମଟା ଗ୍ରହଣ କରିନ୍ତୁ। ହେଲା, ତମେ ମଣି ଧରିକି ଆସିଛ? ହେ ବାବା, ହେ ଦେବଦେବ ମହାଦେବ ମଣି ନାଗେଶ୍ୱର, ଆଜି ମୋର ସବୁ ଇଚ୍ଛା ପୂର୍ଣ୍ଣ ହେଇଛି ଠାକୁରେ। ଆଜି ମୋର ସବୁ ଇଚ୍ଛା ପୂର୍ଣ୍ଣ ହେଇଛି। ତମ ମଣି ତମକୁ ଫେରସ୍ତ କରିଦେବ ଠାକୁରେ। ତମ ମଣି ତମେ ଫେରସ୍ତ ପାଇବ ତମେ ଫେରସ୍ତ ପାଇବ। ବାପା ବିକାଶ, ବାପା, ତୁ ଯେତେବେଳେ ମଣି ନେଇକି ଆସିଛୁ ହଁ ବାପା। এই ମଣିକୁ ତୁ ତୋ ନିଜସ୍ୱ ହସ୍ତରେ ମହାରାଣୀଙ୍କ ହାତରେ ଦେଇଦେ। ଠିକ ଅଛି, ଆପଣ ଯେତେବେଳେ ମୋ ହାତରେ ଏଇ ମଣିଟାକୁ ମୋତେ ସମର୍ପଣ କରିଛନ୍ତି ତାହେଲେ ମୁଁ এই ମଣିଟାକୁ ମୋ ରାଜମାତାକୁ ସମର୍ପଣ କରିଦେବି। ଦେ ବାବା ଦେ। ରାଜମାତା, ମୋ କଥା ଟିକେ ଶୁଣନ୍ତୁ ରାଜମାତା। ଏଇ ଦେଖ ତୁମ ସହସ୍ତରେ ମୁଁ ତୁମ ମଣିକୁ ଦାନ କରୁଛି। नमस्कार कोटी कोटी नमस्कार तुझे मागे तेरे दे जो माझे आगे तेरे दे जो मां तेरे दे
ଆଜି ତ ମୋ ଆଖି ମୁଁ ଫେରି ପାଇଛି। ଠାକୁରଙ୍କ ଦୟାରୁ ମୁଁ ଯୋଉ ସିଦ୍ଧାନ୍ତ ଦିନେ ନେଇଥିଲି সেই সিদ্ধান্ত ବି ଆଜି ପୂରଣ ହେବାକୁ ବସିଛି। ତମେ ଆଉ ଡେରି କରନି, ଚାଲ। ଯେହେତୁ ବି ସିଦ୍ଧାନ୍ତ କରିଥିଲି ଯେ ମଣି ଆଣି ମୋ ହସ୍ତରେ ସମର୍ପିତ କରିବ, ତାକୁ ତାକୁ ମୋ ଝିଅକୁ ତା ହସ୍ତରେ ମୁଁ ଟେକି ଦେବି। ଆଜି ସେ ଦିନ ଆସିଛି ମନ୍ତ୍ରୀ ବର, ଚାଲ ସେ କଥା ଆମେ ନିଶ୍ଚୟ ପୂରଣ କରିବା। ଚାଲ, ଠିକ ଅଛି ମହାରାଣୀ, ତେବେ ଯିବା, ଏଇ ରାଜାକୁ ଆସୁ। ଠିକ ଅଛି, ଚାଲ।